ଆସିକିରି ଦେଖିଲୁ ବେଳକୁ ଶୋଇଥିଲା ଆଉ କଣ କେମିତି ଖବର ପାଇଲା ଯେ ଆସିଲ କେମିତି ମା କୁ ଫୋନ କରିଥିଲା ଜୁଆଇଁ ପୁଅ ଆଉ ଆମକୁ ତ ଫୋନ କରି ନାହିଁ ଜୁଆଇଁ ପୁଅ ତାଙ୍କୁ ଫୋନ କରିକିରି କହିଲା ଆମେ ଆସିକିରି ଦେଖିଲୁ ବେଳକୁ ସିଏ ମରିଯାଇଛି କଣ କହିଲେ ଜାଣି ସିଏ ଉପରକୁ ଚାଲି ଯାଇଛି କହିଲେ ସେଠୁ ଆମେ କହିଲୁ କି ଆଉ କିଛି କହିଲୁ ନାହିଁ ହଉ ତାହେଲେ ଉପରକୁ ଚାଲି ଯାଇଥିଲେ ଆମେ ଯାଉଛୁ କେବେ ତମକୁ କେବେ ଫୋନ କରିଥିଲ କେବେ ଆସିଲ ଆଉ 27 ତାରିଖ ଆମକୁ ଫୋନ କରିଥିଲା ଆମେ ମାରି ଦେଇଛୁ ଅଭିଯୋଗ କରୁଛୁ ସେ ଘରେ ଥାଇକିନା ସେ କଟକ ବାହାରକୁ କାମ କରି ଯାଇଥିଲା କାମ କରିକିନା ତାଙ୍କର ସେ ଯେଉଁ ସହିତ ଦେଖା ଚାହା ହେଲା 4 ବର୍ଷ ତାଙ୍କର ପ୍ରେମ ସମ୍ପର୍କ ଥିଲା ସମ୍ପର୍କ ଥାଇକିନା ତାଙ୍କର ଯିବା ଆସିବା ଡ୍ୟୁଟି କରୁଥିଲେ ଡ୍ୟୁଟି କରିକିନା ସେ ତାଙ୍କର ଘରେ ଆସିକିନା କେମିତି ଯେତେବେଳେ ମୁଁ କହିପାରିବିନି ତାଙ୍କର 4 ବର୍ଷ ଯାକ ପ୍ରେମ ସମ୍ପର୍କ ଥିଲା ଆଉ କଣ ଅଭିଯୋଗ କଲେ ଆମର ଡାଉଟ୍ ସନ୍ଦେହ ହେଉଛି କାଳେ ମାରିବୁ ନା ତାକୁ ଏମିତି ଆଗରୁ ବି ସେ କଟକରେ ଟର୍ଚର କରିଥିଲା ତାକୁ ନେଙ୍ଗଳା ପତଳା କରିକିନା ଚେୟାରରେ ତାକେ ଜନମ ନେଙ୍ଗଳା କରିକିନା ଛୁରୀ କରିକି ସେ ଝୁକିଥିଲା ସେ ଅଭିଯୋଗ ବି ଆମେ ଜାଣିଛୁ ଯେ ଭଉଣୀଟା କେମିତି କରି ଧରିକିନା ଖାଇବ ବୋଲି ଆମେ ଚାହୁଁଥିଲୁ ତଥାପି ସେ ତାର କେମିତି ଟର୍ଚର କରିକିନା ତାକୁ ସେ ଆମେ ଆମର ଡାଉଟ୍ ସନ୍ଦେହ ହିସାବରେ ତାକୁ ମର୍ଡର କରି ଦିଆଯାଇଛି ବୋଲି ଆମର ଗୋଟେ ଡାଉଟ୍ ସନ୍ଦେହ ରହିଛି ଆଉ ତାଙ୍କର ଗୋଟେ ସ୍ତ୍ରୀ ଥିଲା ସେ ସ୍ତ୍ରୀ ଗୋଟେ ଝିଅ ଛୁଆ ଅଛି 6 ବର୍ଷ ପାଖାପାଖି ହେବ ଫେରେ ସେ ତାର ବଡ଼ ସ୍ତ୍ରୀ ସେ ଗର୍ଭବତୀ ଅଛନ୍ତି 6-7 ମାସ ଖଣ୍ଡେ ଅଛି ତାପରେ ଭଉଣୀ ବି ଗର୍ଭବତୀ 3 ମାସର ଛୁଆକୁ ସେ ନଷ୍ଟ କରିଦେଇଛନ୍ତି 9 ତାରିଖରେ ପାଲହଡ଼ାରେ ମଧ୍ୟ ଚିକିତ୍ସିତ ହେଉଥିଲେ ହଁ ସେଟା ହେଇଥିଲେ ସେଟା ହଁ ଚିକିତ୍ସିତ ହେଇଥିଲେ ଯେ ମୁଁ ସେଟା ଜାଣିନି